ତେବେ ଦର୍ଶକ ବନ୍ଧୁ ନମସ୍କାର। ଆଜିର ଏହି ଜ୍ୟୋତିଷୀୟ ବିଶ୍ଳେଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବୈଦିକ ଜ୍ୟୋତିଷ ଅନୁଯାୟୀ ମାତା ମହାଲକ୍ଷ୍ମୀଙ୍କ କୃପା, ଭଗବାନ ଶ୍ରୀହରିଙ୍କ ଆଶୀର୍ବାଦ ଏବଂ ଶୁଭ ଗ୍ରହମାନଙ୍କ ପ୍ରଭାବରୁ କିଛି ଲୋକଙ୍କ ଜୀବନରେ ଆର୍ଥିକ ସୁଯୋଗ ସୃଷ୍ଟି ହୋଇପାରେ। ଯଦି ଆପଣ ଦୀର୍ଘଦିନ ହେବ ଧନଲାଭ ପାଇଁ ଅପେକ୍ଷା କରିଛନ୍ତି, ତେବେ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଜି ଆମେ ଜାଣିବା ଯେ କେଉଁ ତିନୋଟି କ୍ଷେତ୍ରରୁ ଧନ ଆସିବାର ସମ୍ଭାବନା ସୃଷ୍ଟି ହେଉଛି ଏବଂ କେଉଁ ଗ୍ରହଗୁଡ଼ିକ ଏହି ଯୋଗଗୁଡ଼ିକୁ ମଜଭୁତ କରୁଛନ୍ତି। ତେଣୁ ପ୍ରତ୍ୟେକ କଥାକୁ ଧ୍ୟାନର ସହିତ ଶୁଣନ୍ତୁ। ବନ୍ଧୁଗଣ, ବହୁତ ସାବଧାନ ହୋଇଯାଆନ୍ତୁ, କାରଣ ଆଜି ସନ୍ଧ୍ୟା ମିନିଟରେ ଆପଣଙ୍କୁ ତିନୋଟି ସ୍ଥାନରୁ ପ୍ରଚୁର ପରିମାଣରେ ଧନ ମିଳିବାକୁ ଯାଉଛି ଏବଂ ଆପଣଙ୍କ ଜୀବନ ବଦଳିବାକୁ ଯାଉଛି। ଏହା ସିଧାସଳଖ ଗ୍ରହ ଗୋଚରର ସଂକେତ ଅଟେ। ଆପଣ ଏହାକୁ ମଜାକ ଭାବରେ ନେଇପାରିବେ ନାହିଁ, କାରଣ ବ୍ରହ୍ମାଣ୍ଡର ଶକ୍ତି ସମ୍ପୂର୍ଣ୍ଣ ଭାବରେ ସଂକେତ ଦେଉଛି ଏବଂ ସମୟ ବହୁତ କମ ଅଛି। ଯଦି ଆପଣଙ୍କ ଜୀବନରେ ଦୀର୍ଘଦିନରୁ ଆର୍ଥିକ ଅସୁବିଧା ଲାଗି ରହିଛି, ବହୁତ ପରିଶ୍ରମ ପରେ ମଧ୍ୟ ମନଲାଖି ଫଳ ମିଳୁନାହିଁ, ତେବେ ଆଜିର ଏହି ଜ୍ୟୋତିଷୀୟ ବିଶ୍ଳେଷଣ କେବଳ ଏବଂ କେବଳ ଆପଣଙ୍କ ପାଇଁ ଅତ୍ୟନ୍ତ ହୋଇପାରେ, ଆପଣଙ୍କ ଜୀବନକୁ ବଦଳାଇ ଦେଲା ଭଳି ପ୍ରମାଣିତ ହୋଇପାରେ। ବନ୍ଧୁଗଣ, ଏହାକୁ ମଜାକରେ ନେବାର ଭୁଲ କରନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ବହୁତ ପଶ୍ଚାତାପ କରିବାକୁ ପଡ଼ିବ। କାରଣ ଏହି ସମୟରେ ମାତା ମହାଲକ୍ଷ୍ମୀ, ଭଗବାନ ଶ୍ରୀବିଷ୍ଣୁ ଏବଂ ଗ୍ରହମାନଙ୍କର ପ୍ରଭାବ ସିଧାସଳଖ ଆପଣଙ୍କ ଉପରେ ପଡୁଥିବାର ନଜର ଆସୁଛି। ଏହି ସମୟରେ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କ ସହିତ ବହୁତ ଈର୍ଷା କରନ୍ତି, ଆପଣଙ୍କ ସହିତ ପ୍ରତିଯୋଗିତା କରନ୍ତି ଏବଂ ଆପଣଙ୍କୁ ତଳେ ଦେଖାଇବା ପାଇଁ ଚିନ୍ତା କରନ୍ତି। କିନ୍ତୁ ଏହି ସମୟରେ ଯେଉଁ ଶକ୍ତିଗୁଡ଼ିକ ଆପଣଙ୍କ ଉପରେ ଦୟାଳୁ ଅଛନ୍ତି, ସେମାନେ ଆପଣଙ୍କୁ ପ୍ରତ୍ୟେକ ପ୍ରକାରର ନକାରାତ୍ମକତାରୁ ରକ୍ଷା କରୁଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ମାତା ମହାଲକ୍ଷ୍ମୀଙ୍କ କୃପା, ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଆଶୀର୍ବାଦ ଏବଂ ଶୁଭ ଗ୍ରହମାନଙ୍କର ସଂଯୋଗ ଏକାଠି ହେବାକୁ ଲାଗେ, ସେତେବେଳେ ବ୍ୟକ୍ତିଙ୍କ ଜୀବନରେ ଧନର ନୂତନ ସୁଯୋଗ ମଧ୍ୟ ଦୃଶ୍ୟମାନ ହେବାକୁ ଲାଗେ। ଏପରି ସମୟରେ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଆଗକୁ ବଢ଼ିପାରେ ଏବଂ ନୂତନ ସମ୍ଭାବନାଗୁଡ଼ିକ ସୃଷ୍ଟି ହୋଇପାରେ। ହଁ ବନ୍ଧୁଗଣ, ଆଗାମୀ ସମୟ ଆପଣଙ୍କ ଜୀବନ ପାଇଁ ସବୁଠାରୁ ବିଶେଷ ଏବଂ ଲାଭଦାୟକ ରହିବାକୁ ଯାଉଛି। ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବା ଭଳି ସମୟ ରହିବ। ଯାହା ସବୁ ଘଟିବ, ତାହାକୁ ଆପଣ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ମନେ ରଖିବେ, କେବେ ବି ଭୁଲି ପାରିବେ ନାହିଁ। ଏହା ବ୍ରହ୍ମାଣ୍ଡର ଶକ୍ତିର ସଂକେତ ଅଟେ। ମୁଁ ମିଛ କହୁନାହିଁ, ସତ କହୁଛି। ଏପରି ଘଟଣାକ୍ରମ ଘଟିବ ଯାହାକୁ ଦେଖି ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଆପଣଙ୍କୁ ଆଦୌ ଚିନ୍ତା କରିବାର ନାହିଁ, କାରଣ ଆମ ଜୀବନରେ ଯାହା ସବୁ ଘଟେ, ସବୁକିଛି ଆମର ଭଲ ପାଇଁ ହିଁ ଘଟିଥାଏ। ଘଣ୍ଟା ଭିତରେ ଆପଣଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ଅଦ୍ଭୁତ ଘଟଣା ଘଟିବ, ମୁଁ ଲେଖିଦେଉଛି। ତେଣୁ ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବ ଯେ ଶେଷରେ କେଉଁ କେଉଁ କ୍ଷେତ୍ରରୁ ଆପଣଙ୍କୁ ଟଙ୍କା ମିଳିବ। ଦେଖନ୍ତୁ, ତିନୋଟି ସ୍ଥାନରୁ ପ୍ରଚୁର ପରିମାଣରେ ଧନ ଆପଣଙ୍କ ପାଖକୁ ଆସିବ। ଏହା ଗ୍ରହ ଗୋଚରର ସଂକେତ ଅଟେ। ଯଦି ଆପଣ ୟୁଟ୍ୟୁବ୍, ଫେସବୁକ୍, ଇନଷ୍ଟାଗ୍ରାମ, ଫ୍ରିଲାନ୍ସିଂ, ଆଫିଲିଏଟ୍ ମାର୍କେଟିଂ, ଟ୍ରେଡିଂ, ବ୍ଲଗିଂ ବା କୌଣସି ମଧ୍ୟ ଅନଲାଇନ୍ କାର୍ଯ୍ୟ ସହିତ ଜଡ଼ିତ ଅଛନ୍ତି, ତେବେ ଆଗାମୀ ସମୟରେ ନୂତନ ସୁଯୋଗ ମିଳିପାରେ। କେବଳ ଏତିକି ନୁହେଁ, ଆପଣ ଯେଉଁ କ୍ଷେତ୍ରରେ ବି ଯେକୌଣସି ଅନଲାଇନ୍ କାମ କରୁଥାନ୍ତୁ ନା କାହିଁକି, ସେଥିରେ ହଠାତ୍ ଏକ ନୂତନ ଅଭିବୃଦ୍ଧି ଦେଖିବାକୁ ମିଳିବ। କାରଣ ବହୁ ସମୟ ପରେ ଭଗବାନ ଆପଣଙ୍କୁ ପୁଣି ଥରେ ସୁଯୋଗ ଦେଇଛନ୍ତି। ଏଥର ଆପଣଙ୍କୁ କୌଣସି ଭୁଲ କରିବାର ନାହିଁ ଏବଂ ଭଗବାନଙ୍କ ନାମ ଜପ କରିବାକୁ ପଡ଼ିବ। ଆଗାମୀ ସମୟ ଆପଣଙ୍କ ପାଇଁ କୌଣସି ସାଧାରଣ ସମୟ ରହିବ ନାହିଁ, ବରଂ ଆପଣଙ୍କ ଜୀବନର ସବୁଠାରୁ ବିଶେଷ ସମୟ ମଧ୍ୟରୁ ଏହା ଏକ ଏଭଳି ସମୟ ହେବ ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ରୂପେ ହଲାଇଦେବ।
ବନ୍ଧୁଗଣ, ଆପଣଙ୍କୁ ଆଦ ଚିନ୍ତା କରିବାର ନାହିଁ। ଆମ ଜୀବନ କାଳରେ ଯାହା ସବୁ ଘଟେ, ସବୁକିଛି ଆମର ଭଲ ପାଇଁ ହିଁ ଘଟିଥାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ ଯେତେବେଳେ ବୁଧ ଗ୍ରହ ମଜଭୁତ ହୁଏ ଏବଂ ବୃହସ୍ପତିଙ୍କ ଶୁଭ ପ୍ରଭାବ ମିଳେ, ସେତେବେଳେ ବୁଦ୍ଧି, ଯୋଗାଯୋଗ ଏବଂ ଡିଜିଟାଲ ମାଧ୍ୟମରୁ ଲାଭ ମିଳିବାର ଯୋଗ ସୃଷ୍ଟି ହୁଏ। ଯେଉଁମାନେ ଦୀର୍ଘଦିନରୁ ଅନଲାଇନ୍ କ୍ଷେତ୍ରରେ କାମ କରୁଛନ୍ତି, ପରିଶ୍ରମ କରୁଛନ୍ତି, ସେମାନଙ୍କୁ ସେମାନଙ୍କ ପ୍ରୟାସର ଫଳ ମିଳିବାର ସମ୍ଭାବନା ବଢ଼ିପାରେ। ସେହିପରି କୌଣସି ପୁରୁଣା ପ୍ରୋଜେକ୍ଟ ହଠାତ୍ ଚାଲୁ ହୋଇପାରେ କିମ୍ବା ନୂତନ ସୁଯୋଗ ମଧ୍ୟ ସାମ୍ନାକୁ ଆସିପାରେ। ବ୍ରହ୍ମାଣ୍ଡର ଶକ୍ତିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ ହୋଇସାରିଛି ଏବଂ ଆପଣଙ୍କୁ ବହୁତ ଭଲ ଏବଂ ବଡ଼ ସଂକେତ ଦେଉଛନ୍ତି। ତେଣୁ ଆପଣଙ୍କ ଜୀବନରେ ମହାପରିବର୍ତ୍ତନ ଆସିବ। ମାତା ମହାଲକ୍ଷ୍ମୀ ଏବଂ ଭଗବାନ ଶ୍ରୀବିଷ୍ଣୁ ଆପଣଙ୍କ ଉପରେ ଦୟାଳୁ ଅଛନ୍ତି। ତେଣୁ ବନ୍ଧୁଗଣ, ଆପଣଙ୍କୁ ଅଧିକ ଖୁସି ରହିବା ଉଚିତ, ଆଦୌ ନିରାଶ ହେବା ଉଚିତ ନାହିଁ। କାରଣ ଆଜି ସନ୍ଧ୍ୟା ସମୟରେ ଆପଣଙ୍କୁ ଏକ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି। ମୁଁ ଜାଣିଛି ଯେ ବହୁତ ଦୀର୍ଘ ସମୟର ପରିଶ୍ରମ ପରେ ଆପଣଙ୍କ ପରିଶ୍ରମର ଫଳ ମିଳୁଛି। ତଥାପି ଆପଣଙ୍କୁ ଖୁସି ରହିବା ଉଚିତ, କାରଣ ଭଗବାନଙ୍କ ଘରେ ଦେର ଅଛି, ଅନ୍ଧାର ନାହିଁ। ତୈୟ ସଂକେତଟି ହେଉଛି ବ୍ୟବସାୟରେ ହଠାତ୍ ଜୋରଦାର ବୃଦ୍ଧି। ଯେଉଁମାନେ ବ୍ୟାପାରୀ ଅଛନ୍ତି, ବ୍ୟବସାୟ କରୁଛନ୍ତି, ସେମାନଙ୍କ ପାଇଁ ସୁନାମୁକୁତ ସଦୃଶ ସମୟ ସୃଷ୍ଟି ହୋଇସାରିଛି। ଯଦି ଆପଣଙ୍କର ନିଜର ବ୍ୟାପାର ଅଛି କିମ୍ବା ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ହୋଇପାରେ। କାରଣ ବ୍ରହ୍ମାଣ୍ଡର ଶକ୍ତିଗୁଡ଼ିକ ଆପଣଙ୍କୁ ମାଲାମାଲ କରିବା ପାଇଁ ତତ୍ପର ଅଛନ୍ତି। ଯାହା ସବୁ ଘଟିବ, ତାହାକୁ ଆପଣ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ମନେ ରଖିବେ। ତେଣୁ ଆଜିର ଏହି ଭିଡିଓକୁ ମିସ୍ କରନ୍ତୁ ନାହିଁ ଏବଂ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେତେବେଳେ ଶୁକ୍ର ଗ୍ରହ ଧନ ଏବଂ ବୈଭବର କାରକ ହୋଇ ଶୁଭ ସ୍ଥିତିରେ ଆସେ ଏବଂ ମଙ୍ଗଳ ଗ୍ରହ ଆପଣଙ୍କ ଭିତରେ ଜୋଶ ଓ ଉତ୍ସାହ ସୃଷ୍ଟି କରେ, ସେତେବେଳେ ବ୍ୟବସାୟରେ ଗତି ଆସିବାର ଯୋଗ ସୃଷ୍ଟି ହୁଏ। ସଠିକ୍ ଯୋଜନା, ପରିଶ୍ରମ ଏବଂ ଧୈର୍ଯ୍ୟ ସହିତ ଭଲ ଫଳାଫଳ ମିଳିବାର ସୁଯୋଗ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ସେଥିପାଇଁ ତ ମୁଁ ଆପଣଙ୍କୁ କହୁଛି ଯେ ଆଜି ଆମକୁ 3ଟି ସ୍ଥାନରୁ 3ଟି ବଡ଼ ଖୁସି ଖବର ମିଳିବ ଏବଂ ଲକ୍ଷାଧିକ କୋଟିକ ଟଙ୍କାର ଲାଭ ହେବ। କର୍ଜ ଆଦି ସମସ୍ୟା ଶେଷରେ ସମାପ୍ତ ହୋଇଯିବ ଏବଂ ଜୀବନ ସମ୍ପୂର୍ଣ୍ଣ ରୂପେ ସୁଧୁରିଯିବ। ବନ୍ଧୁଗଣ, ମୋ ଭିଡିଓକୁ ମଜାକ ବୋଲି ଭାବିବାର ଭୁଲ କରନ୍ତୁ ନାହିଁ। ମୁଁ ଏଥିପାଇଁ ବହୁତ ପରିଶ୍ରମ କରିଛି ଏବଂ ଆପଣଙ୍କ ପାଖରେ ଏତେ ଗୁରୁତ୍ୱପୂର୍ଣ୍ଣ ସୂଚନା ପହଞ୍ଚାଇଛି। ଉପରବାଲାଙ୍କ ଲୀଳା ଅପାର ଅଟେ, ଯାହାଙ୍କ ଉପରେ ମହାଦେବ, ଭଗବାନ ଶ୍ରୀହରି, ବିଷ୍ଣୁ ଏବଂ ମାତା ମହାଲକ୍ଷ୍ମୀ ପ୍ରସନ୍ନ ହୋଇଯାଆନ୍ତି।